ମୋ ଫ୍ୟାମିଲିରେ ବହୁତ ଖୁସି। ଆଜି 25 ବର୍ଷର ପରିଶ୍ରମର ମୂଲ୍ୟ ଜୟ ଜଗନ୍ନାଥ ଜଗନ୍ନାଥଙ୍କ ଆଶୀର୍ବାଦରୁ 25 ବର୍ଷ ପରିଶ୍ରମ କରିଥିଲେ ତାର ମୂଲ୍ୟ ଆଜି ରହିଛି। ଆଉ ମୋଦି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି, ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶାର ଗୌରବ, ଏଟା ନିମାପଡ଼ା ପାଇଁ ଗୌରବ। ଆଉ 25 ବର୍ଷ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ନିମାପଡ଼ାବାସୀଙ୍କ ପାଇଁ, ନିମାପଡ଼ାବାସୀ ତାଙ୍କୁ ଆକ୍ରାନ୍ତ ହିସାବରେ ସାହାଯ୍ୟ କରିଛନ୍ତି। ଭବିଷ୍ୟତରେ ନିମାପଡ଼ାରେ ବହୁତ ଡେଭଲପ ହେବ ବୋଲି ଆମର ଆଶା କରୁଛୁ। ଆଉ ଭବିଷ୍ୟତରେ ସୁଖ ଦୁଃଖରେ ନିମାପଡ଼ାବାସୀଙ୍କ ପାଇଁ ପ୍ରଭାତ ପ୍ରାୟ ସବୁ କାମରେ ଠିଆ ହେଇଛନ୍ତି, ଆଉ ଭବିଷ୍ୟତରେ ବି ଠିଆ ହେବେ। ଏଇଟା ହଉଛି ଭଗବାନଙ୍କର ନିଶ୍ଚିନ୍ତ, କାରଣ ମୋର ଥିଲା ସେ ଆଶା ଥିଲା, କାରଣ ବହୁତ ପରିଶ୍ରମ କରିଛନ୍ତି। ଆଉ ବହୁତ ଭଲ ଭଲ ରହିଛନ୍ତି। ମହିଳା ମୋର୍ଚ୍ଚାର ସେ ପରିସ୍ଥିତିରେ ବହୁତ କାର୍ଯ୍ୟ ବି କରିଛନ୍ତି ଓଡ଼ିଶା ପାଇଁ। ସମସ୍ତେ ଜାଣିଛନ୍ତି ଓଡ଼ିଶାରେ ଯେତେବେଳେ ମହିଳା ମୋର୍ଚ୍ଚାରେ ଥିଲେ, ମହିଳାଙ୍କ ପାଇଁ ବହୁତ କିଛି କରିଛନ୍ତି। ଆମର ଆଶା ଥିଲା ଯେମିତି ମିଳିବ ତାଙ୍କର ସେ ପରିଶ୍ରମ ଉପରେ ସମସ୍ତେ ଜାଣିଛନ୍ତି। ସେ ଏଇଟା ନିମାପଡ଼ା ବାସୀଙ୍କ ପାଇଁ ବହୁତ ଗୌରବର ଦିନ। ମୋ ଫ୍ୟାମିଲିରେ ବହୁତ ଖୁସି। ଆଜି 25 ବର୍ଷର ପରିଶ୍ରମର ମୂଲ୍ୟ ଜୟ ଜଗନ୍ନାଥ ଜଗନ୍ନାଥଙ୍କ ଆଶୀର୍ବାଦରୁ 25 ବର୍ଷ ପରିଶ୍ରମ କରିଥିଲେ ତାର ମୂଲ୍ୟ ଆଜି ରହିଛି। ଆଉ ମୋଦି ତାଙ୍କୁ ଆଶୀର୍ବାଦ ଦେଇଛନ୍ତି, ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି। ଓଡ଼ିଶାର ଗୌରବ, ଏଟା ନିମାପଡ଼ା ପାଇଁ ଗୌରବ। ଆଉ 25 ବର୍ଷ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ନିମାପଡ଼ାବାସୀଙ୍କ ପାଇଁ, ନିମାପଡ଼ାବାସୀ ତାଙ୍କୁ ଆକ୍ରାନ୍ତ ହିସାବରେ ସାହାଯ୍ୟ କରିଛନ୍ତି। ଭବିଷ୍ୟତରେ ନିମାପଡ଼ାରେ ବହୁତ ଡେଭଲପ ହେବ ବୋଲି ଆମର ଆଶା କରୁଛୁ। ଆଉ ଭବିଷ୍ୟତରେ ସୁଖ ଦୁଃଖରେ ନିମାପଡ଼ାବାସୀଙ୍କ ପାଇଁ ପ୍ରଭାତ ପ୍ରାୟ ସବୁ କାମରେ ଠିଆ ହେଇଛନ୍ତି, ଆଉ ଭବିଷ୍ୟତରେ ବି ଠିଆ ହେବେ। ଏଇଟା ହଉଛି ଭଗବାନଙ୍କର ନିଶ୍ଚିନ୍ତ, କାରଣ ମୋର ଥିଲା ସେ ଆଶା ଥିଲା, କାରଣ ବହୁତ ପରିଶ୍ରମ କରିଛନ୍ତି। ଆଉ ବହୁତ ଭଲ ଭଲ ରହିଛନ୍ତି। ମହିଳା ମୋର୍ଚ୍ଚାର ସେ ପରିସ୍ଥିତିରେ ବହୁତ କାର୍ଯ୍ୟ ବି କରିଛନ୍ତି ଓଡ଼ିଶା ପାଇଁ। ସମସ୍ତେ ଜାଣିଛନ୍ତି ଓଡ଼ିଶାରେ ଯେତେବେଳେ ମହିଳା ମୋର୍ଚ୍ଚାରେ ଥିଲେ, ମହିଳାଙ୍କ ପାଇଁ ବହୁତ କିଛି କରିଛନ୍ତି। ଆମର ଆଶା ଥିଲା ଯେମିତି ମିଳିବ ତାଙ୍କର ସେ ପରିଶ୍ରମ ଉପରେ ସମସ୍ତେ ଜାଣିଛନ୍ତି। ସେ ଏଇଟା ନିମାପଡ଼ା ବାସୀଙ୍କ ପାଇଁ ବହୁତ ଗୌରବର ଦିନ।